ନିକଟରେ ବର୍ତ୍ତମାନ ଆସି ସେମାନେ ପହଞ୍ଚି ଯାଇଛନ୍ତି। ତେଣୁ ଏହି ଅବସରରେ ମୁଁ ସମସ୍ତ ଭକ୍ତ ମଣ୍ଡଳୀଙ୍କୁ ନିବେଦନ କରିବି ଯେ ବାବା ଚନ୍ଦନେଶ୍ୱରଙ୍କର ଭକ୍ତ ଭାଇ ଭଉଣୀମାନେ ଆପଣମାନେ ସେ ବାବାଙ୍କ ନାଁରେ ହରିଧ୍ୱନି ଦିଅନ୍ତୁ। କାରଣ ଆଗରୁ ଆପଣମାନେ ଯେମିତି ହରିଧ୍ୱନି ଦେଉଥିଲେ ଏବେ ହରିଧ୍ୱନି ଗୋଟିଏ ବି ପଡ଼ୁନି ଆପଣମାନଙ୍କ ମୁହଁରୁ। ତେଣୁ ସମସ୍ତେ କୁହନ୍ତୁ ବାବା ଚନ୍ଦନେଶ୍ୱରଙ୍କୁ ଧ୍ୟାନ କରି, ବାବା ଚନ୍ଦନେଶ୍ୱରଙ୍କୁ ଧ୍ୟାନ କରି, ବାବା ଚନ୍ଦନେଶ୍ୱରଙ୍କୁ ଧ୍ୟାନ କରି, ମା ଦଶଭୁଜାଙ୍କୁ ଧ୍ୟାନ କରି, ମା ଦୁର୍ଗା ଦେବୀଙ୍କୁ ଧ୍ୟାନ କରି, ମା ଦୁର୍ଗା ଦେବୀଙ୍କୁ ଧ୍ୟାନ କରି, ହର ପାର୍ବତୀଙ୍କୁ ଧ୍ୟାନ କରି, ହର ପାର୍ବତୀଙ୍କୁ ଧ୍ୟାନ କରି, ହର ପାର୍ବତୀଙ୍କୁ ଧ୍ୟାନ କରି ବାବାଙ୍କ ଉଦ୍ଦେଶ୍ୟରେ ସମସ୍ତ ଭକ୍ତ ଭାଇ ଭଉଣୀମାନେ ଉପରକୁ ହାତ ଟେକି ସମର୍ପି କରତାଳି ଦିଅନ୍ତୁ। ପବନ ପବନ ପ୍ରକମ୍ପିତ ହେଉଛୁ। ସମସ୍ତ ଭକ୍ତ ଭାଇ ଭଉଣୀମାନଙ୍କୁ ମୋର ଗୋଟିଏ କଥା କହିବାର ଅଛି ଯେ ପୂର୍ବରୁ ଯେତେବେଳେ ଆପଣମାନେ ଆସି ଏଠି ଭକ୍ତ ହେଉଥିଲେ ସେତେବେଳେ ପ୍ରତିଟି ମୁହୂର୍ତ୍ତରେ ଯେଉଁଠି ଗଲେ ବି ଆପଣମାନଙ୍କର ଭକ୍ତ ଭାଇ ଭଉଣୀମାନେ ଯେଉଁଠି ଯାଆନ୍ତୁ ଏମିତି ବାବା ଚନ୍ଦନେଶ୍ୱରଙ୍କ ନାଁରେ ସେତେବେଳେ ଏତେ ମାଇକ୍ ପ୍ରଚଳନ ନଥିଲା। ବାବା ଚନ୍ଦନେଶ୍ୱରଙ୍କ ନାଁରେ ଏମିତି ଆପଣମାନେ ହରିଧ୍ୱନି ଦେଉଥିଲେ ସେ ସମୁଦ୍ର ପାଖକୁ ବି କମ୍ପନ ଭାବରେ ଯାଇକି ସେଠି ଶୁଭୁଥିଲା ଯେ ବାବା ଚନ୍ଦନେଶ୍ୱରଙ୍କର ଚାଲିଛି ଚଡ଼କ ପର୍ବ। ତେଣୁ ଆପଣମାନଙ୍କୁ ମୋର ବିନମ୍ର ନିବେଦନ, ଆପଣମାନେ ବାବାଙ୍କର ଭକ୍ତ, ଆପଣଙ୍କର ଭକ୍ତି ଯେଉଁ କାମନା ନେଇକି ଆପଣମାନେ ଆସିଛନ୍ତି, ଆପଣମାନେ ଯଦି ସେଇ ଯେଉଁ ଦଳତନ୍ତ୍ର ହିସାବରେ ବାବା ଚନ୍ଦନେଶ୍ୱର ଏଠି ରହିଛନ୍ତି, ଯିଏ ଯେ କାମନା ନେଇକି ଆସିଛନ୍ତି, ନିଷ୍କାମ କାମନା କେହି ଆସିଥିବେନି, ସମସ୍ତ କାମନା ନେଇକି ପ୍ରତ୍ୟେକ ଭକ୍ତ ଏଠାକୁ ଆସିଛନ୍ତି, ତାଙ୍କର ଉପବୀତ ଧାରଣ କରିଛନ୍ତି ଏବଂ ସାରା ଦିନ ଉପବାସ ରହୁଛନ୍ତି। ତେଣୁ ବାବାଙ୍କ ଉଦ୍ଦେଶ୍ୟରେ ସେମାନେ ନିଜକୁ ତାଙ୍କର ଭକ୍ତିଭାବ ତାଙ୍କର ସୂଚନାବିନ୍ଦରେ ଆପଣମାନେ ସମର୍ପି ଦେବେ। ତେଣୁ ବର୍ତ୍ତମାନ ପାଠଭକ୍ତ ଶ୍ରୀବେକିରି ଦେଉଳିଆ ମୁଖ୍ୟ ଦ୍ୱାର ସାରି ବର୍ତ୍ତମାନ ଆସୁଛନ୍ତି ନେତ୍ରକୁଣ୍ଡ ପାଖକୁ। ନେତ୍ରକୁଣ୍ଡ ପାଖରେ ତାଙ୍କର ସେଠି ବେକଡ଼ା ପଡ଼ିଲା ପରେ ସେଠାରୁ ଆସି ଅର୍ଘ୍ୟମଞ୍ଚ ଭିତରକୁ ଯିବେ, ଆପଣଙ୍କ ନାଟ୍ୟ ମନ୍ଦିର ଭିତରକୁ ଯିବେ। ନାଟ୍ୟ ମନ୍ଦିରରେ ବେକଡ଼ା ଦେବା ପରେ ସେମାନେ ଆସିବେ ଅର୍ଘ୍ୟମଞ୍ଚ ଉପରକୁ। ପାଠଭକ୍ତ ଶ୍ରୀବେକିରି ସେମାନେ ଉଠି ଆପଣମାନଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ଆପଣମାନେ ସାରାଦିନ ଉପବାସ ରହୁଛନ୍ତି, ହବିଷାନ୍ନ ଖାଇବେ। ଆପଣଙ୍କର ଅର୍ଘ୍ୟ ପ୍ରଦାନ ଅର୍ଘ୍ୟ ଜଳ ପାଇଲା ପରେ ନିଶ୍ଚିତ ଭାବରେ ଆପଣମାନଙ୍କୁ ସାରାଦିନ କଷ୍ଟ ଆମେ ଅନୁଭବ କରିପାରୁଛୁ। ଆପଣମାନେ ବାବାଙ୍କର ଭକ୍ତ, ତେଣୁ ଡାକନ୍ତୁ ସେଇ ଚନ୍ଦନେଶ୍ୱର, ସେଇ ଆଶୁତୋଷ, ସେ ଭୋଳାନାଥ ଯିଏ କି ମଙ୍ଗଳମୟ ଏବଂ ପ୍ରତି ମୁହୂର୍ତ୍ତରେ ଆପଣମାନେ ଜାଣିଛନ୍ତି ଯତ୍ର ଜୀବ ତତ୍ର ଶିବ, ଯେଉଁଠି ଜୀବ ଅଛନ୍ତି ସେଇଠି ଶିବ ଅଛନ୍ତି। କାଳର କାଳ ମହାକାଳ ସେଇ ହେଉଛନ୍ତି ବାବା ଚନ୍ଦନେଶ୍ୱର। ଏଠି ଯେତେବେଳେ ଯିଏ ଭକ୍ତିରେ ତାଙ୍କୁ ଟିକେ ଜଳ ପାଣି ଟିକେ ଦେଇଦେବ, ଜଳଧାରା ପ୍ରିୟ ଶିବ, ତାଙ୍କୁ ଯଦି ପାଣି ଟିକେ ଦେଇଦେବ ତାଙ୍କ ଭକ୍ତିରେ ସିଏ ଏତେ ମଜି ଯାଆନ୍ତି ଯେ ତାଙ୍କୁ ସେ ବର ପ୍ରଦାନ କରିଥାନ୍ତି। ଏ ଯେଉଁ କାମିନା ଆଜି ଯେଉଁ ଆପଣଙ୍କର ସ୍ୱୀକୃତି ହେଲା, ଏଠି ଆପଣଙ୍କର ଭକ୍ତପୁର ଗ୍ରାମରେ ଯେଉଁ କାମିନା ମନ୍ଦିର ରହିଛି, ଆପଣମାନେ ଜାଣିଛନ୍ତି ଭକ୍ତ ଭାଇ ଭଉଣୀମାନେ, ଚୈତ୍ର ମାସରେ କୌଣସି ହିନ୍ଦୁ ଶାସ୍ତ୍ରରେ କୌଣସି ବିବାହ କାର୍ଯ୍ୟ ନାହିଁ। କାହିଁକି ତାହେଲେ ବାବା ଚନ୍ଦନେଶ୍ୱର ଚୈତ୍ର ମାସରେ ବିବାହ କରି ଆସିଛନ୍ତି। ସେ ହେଉଛନ୍ତି ସେଇ ଭୋଳାନାଥ। ସେ ଭୋଳାନାଥ ଭସ୍ମାସୁରକୁ ମଧ୍ୟ ବର ଦେଇଥିଲେ। ଭସ୍ମାସୁର ତାଙ୍କ ଉପରେ ପରୀକ୍ଷା କରିବା ପାଇଁ ଚାହିଁଥିଲା। ଠିକ୍ ସେମିତି କାମିନୀ ମଧ୍ୟ ଗୋଟେ ଅସୁରୁଣୀ, ସିଏ ମଧ୍ୟ ଶିବଙ୍କୁ ଐକାନ୍ତିକ ଭକ୍ତିରେ ଡାକିଲା, ଯାହାକି ଶିବ ତାଙ୍କ ଉପରେ ପ୍ରୀତ ହୋଇ ତାଙ୍କୁ ବର ପ୍ରଦାନ କରିଥିଲେ ଏବଂ କହିଥିଲେ ମୁଁ ତୁମକୁ ସ୍ୱାମୀ ରୂପରେ ପାଇବା ପାଇଁ ଚାହୁଁଛି। କାମିନୀ କହିଲେ ମୁଁ ଆପଣଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଚାହୁଁଛି। ସିଏ ହେଉଛନ୍ତି ଭକ୍ତର ଭଗବାନ, ସେ ହେଉଛନ୍ତି ବାବା ଚନ୍ଦନେଶ୍ୱର, ସିଏ ହେଉଛନ୍ତି ଆଶୁତୋଷ, ସିଏ ହେଉଛନ୍ତି ଭୁବନେଶ୍ୱର, ସିଏ ହେଉଛନ୍ତି ଭୂଷଣେଶ୍ୱର,
सी होती आशुतोष सी होती मंगलमय से जलयंत्र हिसाब रही भक्तर भगवान बोली आशीर्वाद कले मु तुमको विवाह करी गोटे सर्त जो चैत्र मासरे कौन विवाह घर सुसंपन्न हुए हिंदू शास्त्र रे ठीक से ही मास से ही तिथि से ही लग्न मु तुमको विवाह करी तेणु आपण मानकर आसंता काली चतुर्थ अर्घ तृतीय अर्घरे आसवे विराट आमिन को विराट पटुआर दे आपण माने भक्त प्रोग्राम को जीवे समस्ते आसवे सेठी आपण माने बरजात्री है समस्त भक्त भाई भौणी माने जीवे सगर आसवे तेणु मो वर्तमान समस्त भक्तमंडली को निवेदन करी चली बाट भक्त श्रीवेकिणी देउलिया देखुंत देहुड़ी जाली आगे चली आमर नाफित बारिकम सुकुमार बाबू चली बाट भक्त श्रीवेकिणी वाद्यकार भाई माने एवं नाची नाची चली 13 जन भक्त देखुंत आमर निरंजन बाबू आमर श्रीवेकिणी एवं बाट भक्त हरीश बाबू कार्तिक बाबू देखुंत नाची नाची चली मंटू बाबू तो आरंभ कर समस्त 13 जन भक्त चली जीवे से नाट्य मंदिर को नाट्य मंदिर रे बेकड़ा प्रदान पर बाबा पाखर आदेश आनी आसवे आपण मानू पाठभक्त श्रीवेकिणी से अर्घमंच ऊपर को उठी आपण मानू अर्घ प्रदान करेंगे तो यही अवसर में आपण मैंने से बाबा ना हरिध्वनि दिंतु बाबा चंदनेश्वर को ध्यान करी बाबा चंदनेश्वर को ध्यान करी बाबा चंदनेश्वर को ध्यान करी माँ दुर्गा देवी को ध्यान करी माँ दुर्गा देवी को ध्यान करी माँ दुर्गा देवी को ध्यान करी समस्त बाबा को हाथ उठे करताली दे समर्पी दियंतु गोटे कथा समस्त भक्त भाई भौणी मोर विनम्रतार से निवेदन कहीं अर्घ पानी पाइला परे एवं ये जो रही आपण माने मुख्य द्वार दे अर्घ पानी पाइला परे बाहरी जीवे जगन्नाथ मंदिर पाख दे जो गेट रही से बाहरी जीवे एवं नील पोखरी हुड़ा दे सेपटे मध्य बाहरी जीवे एवं कई दौड़ा दौड़ी करेंगे नहीं अर्घ पानी पाइला परे कई दौड़ा दौड़ी करेंगे नहीं एवं कषा फल गोटेबे नहीं मोर समस्त को यहीटा निवेदन कहीं आपण माने दौड़ा दौड़ी कले आपण माने बहुत असुविधार सम्मुखीन हेबे तेणु समस्त को मोर पुणी थे निवेदन से चली आमर नाट्य मंदिर भितर जो बेकड़ा पड़ा चली से बेकड़ा परिसमाप्ति परे से जीवे बाबा पाखक आदेश आनी आपण मानक अर्घ प्रदान करने आसवे पाठभक्त श्रीवेकिणी एवं अन्य भक्त माने एवं विशेषकर भाई जो देउलिया भाई भाई तुमको कहबार कथा भलंटियर भक्त मानक अजित पात्र भलंटियर भक्त मानक श्रीवेकिणी देउलिया उठिला परे भलंटियर भक्त मानक नहीं आमर जोटा मुख्य फाटक पाखे तुम्हें रहिबो एवं एंट्रांस पॉइंट रे मध्य किछि रहिबे आमर भलंटियर भक्त मानक मोर निवेदन से रहिबे किमिति कंट्रोल करी कहारी कौन क्षति न हो एटा बाबा पाखे आम प्रार्थना करुचु हे बाबा चंदनेश्वर आपण मंगलमय समस्त मंगल करंतु कौन प्रकार कहारी विघ्न न हो अघटन न घटू एटा आपणकर श्रीचरणाबिंदे आमर कोटि कोटि प्रणति तेणु आमर विशेषकर पुलिस भाई माने सामान्य अलर्ट रुहतु एवं भक्त भाई मानक मोर कहबार कथा पुलिस भाई मानक सहित आपण माने सहयोग करेंगे अर्घ्य पानी पाइला परे कई दौड़ा